ନୟାଗଡ଼ରେ ପୁଣି ଶିଶୁ କନ୍ୟା ଲୋଡ଼ା କାଗଜ ପତ୍ରରେ ଚାଲିଛି ସଚେତନତା। ନୟାଗଡ଼ ବ୍ଲକ ଅନ୍ତର୍ଗତ ଖୁଣ୍ଟୁବନ୍ଧ କଲ୍ୟାଣ ମଣ୍ଡପ ପାଖରେ ବାଳିକା ନବଜାତ ଶିଶୁ କନ୍ୟାକୁ ଉଦ୍ଧାର କରାଯାଇଛି। ବାଳିକା ନବଜାତ ଶିଶୁ କନ୍ୟାକୁ ଗ୍ରାମବାସୀ ଆଜି ଦେଖି ଆଶ୍ଚର୍ଯ୍ୟ ହୋଇଥିବା ବେଳେ କୌଣସି ଅଜଣା ବ୍ୟକ୍ତି ଏହି ନବଜାତ କନ୍ୟାକୁ ରାସ୍ତା କଡ଼ରେ ପକାଇ ଦେଇ ଚାଲି ଯାଇଥିବା ବେଳେ କିଛି ପରିଚୟ ଜଣାପଡ଼ୁନାହିଁ। ତେବେ ଶିଶୁର ପରିଚୟ ମିଳିନଥିବା ବେଳେ ଶିଶୁ କନ୍ୟାକୁ ନେଇ ନୟାଗଡ଼ ବିବାଦ ଭିତରେ ରହିଥିବା ବେଳେ ଶିଶୁ କନ୍ୟା କାହିଁକି ଅଲୋଡ଼ା ହେଉଛନ୍ତି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। କନ୍ୟା ଭ୍ରୂଣ ହତ୍ୟା ସଚେତନତା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଥିବା ବେଳେ ତାହା ପ୍ରକୃତରେ ହେଉଛି ନା କାଗଜ କଲମରେ ଚାଲିଛି ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବ୍ୟୁରୋ ରିପୋର୍ଟ, ମଣିଭଦ୍ରା ଖବର। ଆପଣମାନଙ୍କର ସ୍ନେହ, ଶ୍ରଦ୍ଧା ଏବଂ ଭଲ ପାଇବାକୁ ପାଥେୟ କରି ମଣିଭଦ୍ରା ଖବର ୟୁଟ୍ୟୁବ୍, ଫେସବୁକ୍ ଏବଂ ପୋର୍ଟାଲରେ ତା'ର ସଫଳତା ବଜାୟ ରଖିଛି। ଏହାକୁ ଆହୁରି ଲୋକପ୍ରିୟ କରିବାକୁ ଇ-ପେପରର ଶୁଭାରମ୍ଭ ମଧ୍ୟ କରାଯାଇଛି। ଆମକୁ ଏହିଭଳି ପ୍ରେରଣା ଏବଂ ସହଯୋଗ ଯୋଗାଇବା ସହିତ ଲାଇକ୍, ସେୟାର ଏବଂ ସବସ୍କ୍ରାଇବ୍ କରନ୍ତୁ। ମଣିଭଦ୍ରା ଖବର, ସମ୍ପର୍କ ଜନତାର।